ଆପଣ ଦେଖିଛନ୍ତି ମୋ ସକ୍ଷମ ଅନୁସାରେ ମୁଁ ସବୁ କାମ କରିବି। ମୁଁ କଣ୍ଟାକ୍ଟ ଏଇଥିପାଇଁ କରେ କାହାକୁ ନମ୍ବର ଦିଆଯାଏ, ନମ୍ବର ନଦେଲେ କ'ଣ ଆମେ ଇଏ କରିପାରିବୁନି? ଯେମିତି ଶୁଣନ୍ତୁ, ଯିଏ ଆମ ସହିତ ନିଜର ହେଇକି ରହିଲେ ଯେମିତି ଆପଣମାନେ ସମସ୍ତେ ଗୋଟେ ଫ୍ୟାମିଲି ଭଳିଆ ରହିଛନ୍ତି। ମୁଁ ମାନୁଛି ମୁଁ ରାଗିକି କେତେବେଳେ କାହାକୁ କହିଦେଉଛି, ଏଇଥିପାଇଁ ରାଗୁଛି, ମୋତେ ସେତିକି କଷ୍ଟ ଲାଗୁଛି। ହେଲା କି ମୁଁ ଅନ୍ତର ଭିତରେ ମୁଁ ଏବେ ସାଙ୍ଗେ ସାଙ୍ଗେ କହିଥିବି, ସାଙ୍ଗେ ସାଙ୍ଗେ ଭୁଲିଯାଏ। ହେଲା କି ମୁଁ ସାଙ୍ଗେ ସାଙ୍ଗେ ଭୁଲିଯିବି, ସେଇଟା କିଛି ନାହିଁ। ମୁଁ ସମସ୍ତଙ୍କୁ ଚାହୁଁଛି ଆମେ ଯେହେତୁ ଆମେ ସଞ୍ଜୀବନୀରେ ଅଛେ, ଆମ ଗୋଟିଏ ପରିବାରରେ ଆମେ ସମସ୍ତେ ଅଛେ। ହେଲା କି ଆଉ ସେତିକି ବିଶ୍ୱାସ ମୋ ଉପରେ ରଖନ୍ତୁ। ଶେଷ ସମୟ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ପାଖରେ ଅଛି। ହେଲା କି ଆଶ୍ରମ ଆପଣ ଜାଣିଛନ୍ତି ଆମର କିଛି ଆସୁନି, ବହୁତ ଲୋକଙ୍କ ଗୋଡ଼ ହାତ ତଳେ ପଡ଼ିକି ଆଶ୍ରମ ମୁଁ ଚଲାଉଛି। ହେଲା କି ତ ଆପଣମାନଙ୍କ ଆଶୀର୍ବାଦ ସେମିତି ରହୁ, ଆଶ୍ରମ ଭଲରେ ହଉ। ଆମ ନିଜ ଘର ଖଣ୍ଡେ ହେଇଗଲେ ମୁଁ ଯୋଉ ଏବେ ଯୋଉ ଆପଣ ଦେଖୁଛନ୍ତି ଯୋଉ ତାଲା ପକେଇ ଦଉଛି ଗେଟ୍, ମୁଁ ତାଲା ପକେଇବି ନାହିଁ। ସେଦିନ ସେଇ କଥା ମତେ କହିବେ କି ସାର୍ ଆପଣ କହିଥିଲେ ଆମ ଆଶ୍ରମ ନିଜ ଘର ହେଲେ କାହିଁକି ତାଲା ପକଉଛନ୍ତି? ମୁଁ ଟୋଟାଲ ତାଲା ଆମର ତା ଭିତରେ ଆପଣ ବୁଲନ୍ତୁ ଖେଳନ୍ତୁ, ଯିଏ ଯୁଆଡେ ଗଲେ ମୋର କିଛି କମ୍ପ୍ଲେନ୍। ଏଠି ଏଇଥିପାଇଁ କିଛି ଲୋକ ଆମକୁ କହୁଛନ୍ତି, ଆପଣମାନେ ତଳେ ରହୁଛନ୍ତି ସବୁ ଜାଣୁଥିବେ, କେତେ ଲୋକ କେତେ ପ୍ରକାର କଥା କହୁଛନ୍ତି, ତା ଭିତରେ ବି ଆମେ ସବୁ ଚୁପଚାପ ହେଇକି ଅଛୁ। ସେତିକି ବିଶ୍ୱାସ ରଖନ୍ତୁ, ଯୋଉ କଥା ଆପଣ କହିଲେ ମୁଁ ସେଇ କଥା ହିଁ କରିବି। ମତେ ଖାଲି କହିଦେବେ, ମୁଁ ଝୁନା ଯେମିତି କହୁଛି ତାକୁ କଣ ସତରେ ମୁଁ କୁଆଡେ ବାହାର କରିଦେବି ନା କଣ? ଆମେ ତାକୁ ରାଗିକି କହୁଛୁ କି ମଜାକରେ କହୁଛୁ, ସେମିତି କହୁଛୁ। ତତେ କୁଆଡେ ମୁଁ ବାହାର କରିବିନି। ଯୋଉ ପର୍ଯ୍ୟନ୍ତ ତୋ ପୁଅ ତତେ ଏଠୁ ନ ନେଇଛି ତୁ ଭାବେ ନା ଯେ ମୁଁ ତତେ କୁଆଡେ ବାହାର କରିଦେବି। ତୁ ମଜାକ କରୁଛୁ, ମୁଁ ତତେ ମଜାକ କରୁଛି। ଆଉ ମୋ ପାଟିରୁ ତ ତୁ ବାହାରି ଯାଉଛି, ମତେ କେହି ଖରାପ ଭାବିବେନି। ମୁଁ ଗୋଟେ ସ୍ନେହ ମମତାରେ ତୁ ବାହାରି ଯାଉଛି। ହେଲା ଆଉ ଏତିକି ବିଶ୍ୱାସ ରଖନ୍ତୁ, କାହାର କିଛି ଅସୁବିଧା ହବାକୁ ଦେବିନି। ମୋ ସକ୍ଷମ ଅନୁସାରେ ଯେତିକି ପାରୁଛି ମୁଁ ସେତିକି କରୁଛି। ଆଉ ଯେତେବେଳେ କାହାର କେତେବେଳେ ଯୋଉ ମେଡିସିନ ମାଗି ଦଉଛନ୍ତି ମୁଁ ଦେଇପାରୁନି, ମୋ ପାଖରେ ଥିଲେ ମୁଁ ସାଙ୍ଗେ ସାଙ୍ଗେ ଦେଇଦଉଛି। ଯେମିତି ଅନ୍ଧମଉଷା ଆପଣ ଯୋଉ ଭାବୁଛନ୍ତି ମୋ ପାଖରେ ମେଡିସିନ ରଖିକି ମୁଁ ଦଉଛି, ଆପଣଙ୍କର ସେ ମେଡିସିନ ମିଳୁନି। ବହୁତ କଷ୍ଟରେ ମୁଁ ଅନଲାଇନ ଅର୍ଡର କରି ଆଣୁଛି, ମୁଁ ଆଣିକି ଦଉଛି। ଯେତେବେଳେ ମୋ ପାଖରେ ନାହିଁ ମୁଁ ମନା କରୁଛି। ଆଉ ଆପଣମାନେ ଜାଣୁଥିବେ ମୁଁ କାଲି ଯୋଉ କଥା କହିବି, ମାନେ ମେଡିସିନଟା କାଲି ଦେବି, ଆପଣ ଜାଣିବେ ଯେ ମୋ ପାଖରେ ସେ ଜିନିଷଟି ନାହିଁ। ହେଲା ଆଉ ଯୋଉଟା କି ଶୁଣନ୍ତୁ, ଆଜି ଆମ ପାଖରେ ଭାତ ଡାଲି ଅଛି, ଆମେ ଭାତ ଡାଲି ଖାଇବା। ସପୋଜ ଗୋଟେ କୋଉ ଦିନ ଖାଇବାକୁ ଟିକେ ଯଦି କୋଉ ଅଲଣା ଲୁଣିଆ ହେଇଯାଉଛି, ଲୋକଙ୍କ ଆଗରେ ହଁ ମୁଁ ଅର୍ଡର ଦେଇଛି। ଆଉ ଗୋଟେ କଥା ଶୁଣନ୍ତୁ, ଏଇ ଯୋଉ ଲୋକଙ୍କ ଆଗରେ କହିଦଉଛନ୍ତି ତରକାରୀ ଭଲ ହଉନି, କାରଣ କଷ୍ଟ ହଉଛି ସେତିକି। ଆପଣ ରହୁଛନ୍ତି ଏଇଠି ନିଜେ ରୋଷେଇ କରୁଛୁ, ହେଲା କି କୋଉ ଦିନ ଲୁଣିଆ ଅଲଣା ଟିକେ ହେଇଯାଉଛି। ଆମ ଘରେ କଣ ଆମର ଟିକେ ଲୁଣିଆ ଅଲଣା ହୁଏନି ନା ପୋଡା ଲାଗିଯାଏନି? ତ ସେଇଟାକୁ ମୁଁ ସେଥିପାଇଁ ସମସ୍ତଙ୍କୁ ପଚାରୁଛି, କେତେବେଳେ ଖାଇବା ଖରାପ ହଉଛି ଆମକୁ କୁହନ୍ତୁ। ଦେଖନ୍ତୁ ମୋ ଥରେ ଲୁଣିଆ ହେଇଥିଲା, ମୁଁ ପୁରା ଜଗି ରଖି ରୋଷେଇ କରୁଛି। ତାପରେ ମୁଁ